ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜିର କେତେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ଘରର ଦକ୍ଷିଣ ପାଖରେ ତୁଳସୀ ଗଛ ରୋପଣ କରନ୍ତୁ ନାହିଁ। ଏହାକୁ ଏହି ଦିଗରେ ରୋପଣ କଲେ ଯମ ଯାତନା ଭୋଗିବାକୁ ପଡ଼େ ଓ ତା ସହିତ ତୁଳସୀ ମୂଳେ ସନ୍ଧ୍ୟା ପରେ ପାଣି କେବେ ବି ଦେବେ ନାହିଁ। ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି ଯେ ଯେଉଁ ବ୍ୟକ୍ତି କ୍ଷୀରରେ ଶଙ୍ଖ ପୂରଣ କରି ଭଗବାନଙ୍କୁ ସ୍ନାନ କରାଏ ସେ ପ୍ରତ୍ୟେକ କ୍ଷୀର ବୁନ୍ଦା ପାଇଁ 100 ଅଶ୍ୱମେଧ ଯଜ୍ଞ କରିବାର ପୁଣ୍ୟ ପାଇଥାଏ। ଘରେ ମୟୂର ପର ରଖିବା ଦ୍ୱାରା ଧନ ବୃଦ୍ଧି ହୁଏ, କାରଣ ଏହା ଭଗବାନ କୃଷ୍ଣଙ୍କ ସହ ଜଡ଼ିତ ଥିବାରୁ ଯିଏ ଦିବ୍ୟ ପ୍ରେମର ପ୍ରତିନିଧିତ୍ୱ କରନ୍ତି। ଏହାକୁ ପୂଜା ସ୍ଥାନରେ କିମ୍ବା ନିରାପଦ ସ୍ଥାନରେ ରଖିବା ଦ୍ୱାରା ଘରେ ଆର୍ଥିକ ଲାଭ ମିଳିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଏକାଦଶୀ ଏବଂ ଦ୍ୱାଦଶୀ ଦିନ ଶଙ୍ଖରେ ପାଣି, କ୍ଷୀର, ଦହି, ମହୁ ଏବଂ ଚିନି ଭର୍ତ୍ତି କରି ଭଗବାନଙ୍କୁ ସ୍ନାନ କରାନ୍ତି ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଓ ଦୁର୍ଭାଗ୍ୟ ନଷ୍ଟ ହୁଏ। ତେଣୁ ଏହି କାର୍ଯ୍ୟ ଆପଣ ଆପଣଙ୍କ ଘରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏମିତି କରାଇ ସ୍ନାନ କରି ଦେଖନ୍ତୁ। ମାର୍ଗଶିର ମାସର ପ୍ରଥମ ଦିନ ମହୁ ଚିନି ସହିତ ଶଙ୍ଖକୁ ସ୍ନାନ କରାନ୍ତୁ ଏବଂ ଯିଏ ଏହା କରେ ସେ ରାଜ ଭାବରେ ପୁନର୍ଜନ୍ମ ନେଇଥାଏ। ଦହି ଅପେକ୍ଷା କ୍ଷୀରରେ ସ୍ନାନ କଲେ 10 ଗୁଣ ଅଧିକ ପୁଣ୍ୟ ମିଳିଥାଏ। ଦହି ଅପେକ୍ଷା ଘିଅରୁ 10 ଗୁଣ ଅଧିକ ପୁଣ୍ୟ ମିଳେ ଏବଂ ଘିଅ ଅପେକ୍ଷା ମହୁରୁ ଅଧିକ ପୁଣ୍ୟ ମିଳିଥାଏ। ତେଣୁ ଯେତେବେଳେ ଗାଧେଇଲା ବେଳେ ଏହି ଜିନିଷ ବ୍ୟବହାର କରୁଛନ୍ତି ଆପଣଙ୍କର ପୁଣ୍ୟ ବହୁତ ଉପରେ ରହିବ। ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ମୁଣ୍ଡ ଚାରିପଟେ 7 ଥର ବୁଲାଇ ତକିଆ ତଳେ ଯଦି ଆପଣ ଶୋଇବା ପରେ ରଖିଦିଅନ୍ତି, ଶୋଇବା ପରେ ପରଦିନ ଏହାକୁ ନ ଜଣାଇ କାହାକୁ ଶ୍ମଶାନରେ ଯଦି ପକାଇ ଦେବେ, ଏହା କରିବା ଦ୍ୱାରା ପୋତିବା ଦ୍ୱାରା ଏହି ସମସ୍ୟା ଯାହା ବି ଘରେ ଯେଉଁ ଅସୁବିଧା ହୋଇଥାଏ ତାହା ସବୁ ଦୂର ହୁଏ, ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ ଏବଂ ଘରେ ସୁଖ ଶାନ୍ତି ବୃଦ୍ଧି ପାଏ। ଈଶାନ କୋଣରେ ଆମ୍ବ ଗଛ ରହିବା ଭଲ। ଘର ପାଖରେ ଅଶୋକ, ଚମ୍ପା, କେତକୀ, ନଡ଼ିଆ ଗଛ, ଗବ ଗଛ ଏସବୁ ରହିଲେ ଶୁଭ ହୋଇଥାଏ। ଏହା ଯେଉଁ ଦିଗ ରହିଲେ ମଧ୍ୟ କିଛି ବି ଅସୁବିଧା ହୋଇନଥାଏ। ଗୋଟିଏ ବେଲପତ୍ର ଅଳ୍ପ ଜଳ ନେଇ ସତ୍ୟ ମନରେ ପ୍ରାର୍ଥନା କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ନିଷ୍ଠୁର ତପସ୍ୟା କରିଛନ୍ତି। ମହାଦେବ ସେମାନଙ୍କୁ ବରଦାନ ମଧ୍ୟ ଦେଇଛନ୍ତି। ଏହି ଅସୁର ହେଇକି ମଧ୍ୟ ସେମାନଙ୍କୁ ବରଦାନ ଦେଇଛନ୍ତି। ରୁଦ୍ରାଭିଷେକ ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ, ମାନସିକ ଶାନ୍ତି ମିଳିଥାଏ ଏବଂ ଜୀବନରେ ବାଧା ବିଘ୍ନ ସବୁ କମିଥାଏ। ବେଲପତ୍ରରେ 3ଟି ପତ୍ର, ତାହାକୁ ତ୍ରିଦେବ କୁହାଯାଏ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆଉ ମଝିରେ ବା ବଜ୍ର ମା ପାର୍ବତୀଙ୍କ ଶକ୍ତିର ପ୍ରତୀକ ଥାଏ। ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ବେଲପତ୍ରର ଜନ୍ମ ଏକ ଦିବ୍ୟ ଚମତ୍କାରରୁ ହୋଇଥିଲା। ଦିନେ ମାତା ପାର୍ବତୀ ଧ୍ୟାନ କରୁଥିଲା ସମୟରେ ତାଙ୍କ କପାଳରୁ ଝାଳ ବୁନ୍ଦିଏ ମନ୍ଦାର ପର୍ବତ ଉପରେ ପଡ଼ିଗଲା। ସେହି ପବିତ୍ର ଝାଳ ବୁନ୍ଦାରୁ ହିଁ ଏହି ଗଛର ସୃଷ୍ଟି ହୋଇଥିଲା। ଦୟାକରି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ। ତା ସହିତ ଭିଡ଼ିଓଟି ଲାଇକ୍, ସେୟାର କରିବା ସହିତ
ଭିଡ଼ିଓରେ ଭଗବାନଙ୍କ ନାମ ନେଇ କମେଣ୍ଟରେ ନିଶ୍ଚିନ୍ତ କିଛି ଲେଖିବେ। ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କର ସବୁଠୁ ପ୍ରିୟ ଓ ଶକ୍ତିଶାଳୀ ପୂଜା ହେଉଛି ରୁଦ୍ରାଭିଷେକ। ରୁଦ୍ର ଅର୍ଥ ହେଉଛି ଭଗବାନ ଶିବଙ୍କର ଉଗ୍ର ରୂପ ଓ ଅଭିଷେକ ଅର୍ଥ ହେଉଛି ପବିତ୍ର ସ୍ନାନ। ତେଣୁ ରୁଦ୍ରାଭିଷେକ ଯେତେବେଳେ ହୁଏ ସବୁଠୁ ବଡ଼ ପୁଣ୍ୟ ହେଇଥାଏ। ଘର ବାହାରେ ଆଗ୍ନେୟ କୋଣରେ ଯଦି ପିପଳ, ଶିମୁଳି ଏବଂ ବରଗଛ ରଖିଲେ ଏହା ମୃତ୍ୟୁ ଭୟ ରହିଥାଏ। ଏହି କୋଣରେ ଡାଳିମ୍ବ ଗଛ ରଖିବା ବହୁତ ଭଲ। ପଶ୍ଚିମ ପାଖରେ ପିପଳ ଗଛ ରଖିଲେ ଶୁଭ ଫଳ ଦେଇଥାଏ। ଏହି କେତେଗୁଡ଼ିଏ ଟିପ୍ସ ଆପଣଙ୍କ ଜୀବନରେ ବହୁତ ମୂଲ୍ୟବାନ ଆଣିଥାଏ। ଘରେ ବାସ୍ତୁଦୋଷ ଦୂର କରିଥାଏ। ଏହିସବୁ ଜିନିଷ ମନ କରି ଆପଣ ଏତେ ନିଜ ଘରେ ବ୍ୟବହାର କରିବେ, ନିଶ୍ଚିନ୍ତ ଆପଣଙ୍କ ଘରେ ସୁଖମୟ ଏବଂ ଧନ ସମ୍ପତ୍ତି ବୃଦ୍ଧି ପାଇବ। ଘରେ ମୟୂର ପର ରଖିବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ। ଏହା ସହିତ ଘରେ ସକାରାତ୍ମକ ଶକ୍ତି ବାସ କରେ। ଏହାକୁ ଉତ୍ତର ପୂର୍ବ ଦିଗରେ କିମ୍ବା ଘରର ପ୍ରବେଶ ଦ୍ୱାରରେ ରଖିବା ସର୍ବଦା ଶୁଭ ବୋଲି ବିବେଚନା କରାଯାଏ। ଦୟାକରି ଭିଡ଼ିଓଟିରେ ଲାଇକ୍ ସେୟାର ନିଶ୍ଚିନ୍ତ ଦେବେ। ତା ସହିତ ହାଇ ପଏଣ୍ଟ ଜରୁର ଦେବେ। ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦୟାକରି ଦେଖିବେ ଏବଂ ଶେଷକୁ ଆହୁରି ଭଲ ଭଲ ଟିପ୍ସ ଅଛି ଏବଂ କମେଣ୍ଟରେ ଭଗବାନଙ୍କ ନାଁ ଲେଖି ଆଉ କିଛି ଲେଖିବେ। ଘରର ପୂର୍ବ ଦିଗରେ ପିପଳ ଗଛ ରହିଲେ ଏହା ମନରେ ଡର ଆଣେ। ଘରର ପୂର୍ବ ଦିଗରେ ବରଗଛ ରଖିଲେ ଏହା କାମନା ପୂର୍ଣ୍ଣ କରିଥାଏ। ଗୃହ ଐଶାନ୍ୟ କୋଣରେ ଉଚ୍ଚା ହେଲେ ବା ଭାରୀ ହେଲେ ଦେଖାଯାଇଥାଏ। ଏଠାରେ ରକ୍ତଚାପ ଜନିତ ବହୁତ ବଡ଼ ସମସ୍ୟା, ହୃଦଘାତ ମଧ୍ୟ ହୋଇଥାଏ। ବ୍ରେନ୍ ଷ୍ଟ୍ରୋକ୍ ହେବାର ମଧ୍ୟ ଆଶଙ୍କା ବଢ଼ିଥାଏ। ତେଣୁ ବାସ୍ତୁ ଦୋଷ ସବୁ ଦୂର କରନ୍ତୁ। ବାସ୍ତୁ ଦୋଷ ଶାସ୍ତ୍ର ଅନୁସାରେ ଘର ତିଆରି କଲେ ଆପଣଙ୍କର ଘର ସୁଖମୟ, ଆପଣଙ୍କ ସଂସାର ମଧ୍ୟ ସୁଖମୟ ହେବ। ଗୃହର ଚଟାଣ ଯଦି ଉଚ୍ଚ ହୋଇଥାଏ ତାହେଲେ ବଡ଼ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଘରକୁ ଆସିଥାଏ। ଗୃହର ଈଶାନ୍ୟ କୋଣରେ ପାଣି ଟାଙ୍କି ଥିଲେ ମାନସିକ ରୋଗ ହୋଇଥାଏ। ତାହା ସହିତ ରକ୍ତଚାପ ଓ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥାଏ। ଯଦି ନିୟମିତ ଭାବରେ ଭଗବାନ ଶନିଦେବଙ୍କୁ ପୂଜା କରାଯାଏ କିମ୍ବା ନିୟମିତ ଭାବରେ ସୋରିଷ ତେଲରେ ଦୀପ ଦେଇ ଭଗବାନ ଶନିଦେବଙ୍କୁ ପୂଜା କରନ୍ତି, ଶନି ଦୋଷ ଓ ବାସ୍ତୁ ଦୋଷ ଘରେ ଦୂର ହୋଇଥାଏ। ଧୀରେ ଧୀରେ ସବୁ ସମସ୍ୟା ଦୂର ହେବା ସହିତ ଘରେ ଖୁସିର ଲହରୀ ଆସେ। ତା ସହିତ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଧନ ସମ୍ପତ୍ତି ସବୁ ହାସଲ ହୋଇଥାଏ। ଏହା ସହିତ ଶନି ଦୃଷ୍ଟ ସବୁ ଦୂର ହୁଏ। କରଜ ମଧ୍ୟ ଶେଷ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ନିଷ୍ଠାର ସହିତ ଶନିଦେବଙ୍କୁ ପୂଜା କରନ୍ତି ତାଙ୍କୁ ସବୁ ପ୍ରକାର ଫଳ ମିଳିଥାଏ। ନମସ୍କାର, ଜୟ ଜଗନ୍ନାଥ। ଯଦି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଦୟାକରି ଭିଡ଼ିଓଟି ଲାଇକ୍ ସେୟାର କରିବା ସହିତ କମେଣ୍ଟରେ ଭଗବାନଙ୍କ ନାଁ ଲେଖିବା ସହିତ ହାଇ ପଏଣ୍ଟ ନିଶ୍ଚିନ୍ତ ଦେବେ। ନମସ୍କାର, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ରୁହନ୍ତୁ। ଆଜିର ଦିନଟି ଆପଣମାନଙ୍କ ପାଇଁ ବହୁତ ଭଲରେ କଟୁ।